Disconnected. दुई नंबर क्वेश्चन देखो। देखो 2 नंबर क्वेश्चन देइछि कोन ना 20 मार्क पड़िछि एमता क्वेश्चन ही तुमर आसीबो जदि आसीबो एरा पड़थला 2019 ने पड़िथला ଆଉ ତମର ଯୋଉ क्वेश्चन ଆସିବ ଏଇଆ ହିଁ ଆସିବ ଏଇଥିରେ ଦେଇଛି କଣ ଦେଖ 1 ନମ୍ବରଟା ହଉଛି ହ୍ୟୁମ ପାଇପ କଲଭର୍ଟ 2 ନମ୍ବର ହଉଛି କଣ ନା ସ୍ଲାବ କଲଭର୍ଟ 3 ନମ୍ବର ଦେଇଛି କଣ ନା ସେପ୍ଟିକ ଟ୍ୟାଙ୍କ 30 ୟୁଜର 4 ନମ୍ବର ଦେଇଛି ପ୍ଲମ୍ବିଂ ଆଣ୍ଡ ସାନିଟାରୀ କନେକ୍ସନ ବୁଝୁଛି ତା ଦେହରେ କମ୍ପଲସରି क्वेश्चन 3 ନମ୍ବର 4 ନମ୍ବର କମ୍ପଲସରି ଆସିବ 1 ନମ୍ବର 2 ନମ୍ବର ଭିତରୁ ଯୋଉଟା ଗୋଟାଏ ଆସିପାରେ ସେ ଥର ଦିଟାକୁ ପକେଇ ଦେଇଥିଲା ମାନେ ହ୍ୟୁମ ପାଇପ କଲଭର୍ଟ ସ୍ଲାବ କଲଭର୍ଟ ଦିଟାକ ସ୍ଲାବ କଲଭର୍ଟ ପକେଇ ଦେଇଥିଲା ଆକ୍ଚୁଆଲି ଦିଟା କଲଭର୍ଟ ଆସିବ ବୋଲି ଗ୍ୟାରେଣ୍ଟି ନାହିଁ ସାଇଫନ ବି ଗୋଟେ ଆସିପାରେ ସାଇଫନ ବି ଗୋଟେ ଆସିପାରେ ବୁଝିପାରୁଛ କି ତେଣୁ ସାଇଫନ ଅଛି ଫଲ ବି ତମର ପଢା ହେଇଛି ଫଲ କେବେ ବି ଆସେନି ଯଦି ଆସିବ ସାଇଫନ ହିଁ ଆସିବ ଆୟୁଷ ମାନେ ନୂଆ ନମ୍ବରରେ କିଏ ଆୟୁଷମତି ନା କିଏ ସିଏ ସେଇ 2 ଘଣ୍ଟା ଦିଆ ହବ ସମୟ। ସମୟ 2 ଘଣ୍ଟା ସମୟ କେବେ ଚେଞ୍ଜ ହବନି ବିଶ୍ୱଜିତ ଅନେଇକି ବଇଛୁ ଆସିନି କି ଆୟୁଷ୍ମାନ ନା ନା ଦେଖ ଆସିନି। ହଉ ତ ତମକୁ ଦିଆ ହେଇଛି ତ 50 ମାର୍କ ହିଁ ଆସିବ ତ 20 ମାର୍କିଆ 3ଟା ପଡିଛି 10 ମାର୍କିଆ ଗୋଟେ 3ଟାରେ ଗୋଟେ ଦିଟା କରିବ ବୁଝିଲ କି ଆଉ 10 ମାର୍କିଆ ଗୋଟାଏ କମ୍ପଲସରି କମ୍ପଲସରି ମାନେ କୋଉଟା କହିଲ ଲାଷ୍ଟଟା କମ୍ପଲସରି ଦେଖ ସେ ଦେଇଛି ଆନ୍ସର ଏନି 3 क्वेश्चन इंक्लूडिंग क्वेश्चन नंबर 4 मिलुଛି ନା ମିଳୁନି क्वेश्चन नंबर 4 ଟା କମ୍ପଲସରି 10 ମାର୍କିଆ ଯୋଉଟା ସେଣ୍ଟର କନେକ୍ସନ ଆଉ ଦେଖ ସେଣ୍ଟର କନେକ୍ସନ କିଛି ବୁଝିବା ଜିନିଷ ହିଁ ନାହିଁ ନର୍ମାଲି ଯୁଆଡେ ଯେମିତି ଗାରେଇ ଦେଲେ ଡ୍ରଇଂଟା ମାନେ ଥାର୍ଡ ସେମ୍ ଭଳିଆ ତମେ ଡ୍ରଇଂଟା କରିଦବ ତାପରେ ଯୁଆଡେ ଯେମିତି ଲାଇନ ପକେଇଦେଲେ ହେଇଯିବ ସେଥିରେ ଯଦି ତମେ ଅତି ଭଲ କଲ 9 ପାଇବ ଆଉ ଯଦି ଅତି ବି ଖରାପ ବି କଲ 6 ବି ପାଇବ 10 ତେଣୁ ତା ଦେହରେ ବେଶୀ ଇମ୍ପୋର୍ଟାଣ୍ଟ ନୁହଁ ଇମ୍ପୋର୍ଟାଣ୍ଟ ହେଉଛି କଣ ସେପ୍ଟିକ ଟ୍ୟାଙ୍କଟା କମ୍ପଲସରି ଆସିବ ସେଇଟା ଇମ୍ପୋର୍ଟାଣ୍ଟ ତାପରେ ଏଇ ଯୋଉ କଲଭର୍ଟ ଇମ୍ପୋର୍ଟାଣ୍ଟ ତ ଆଉ କଲଭର୍ଟ ଦିଟା ଭିତରୁ ଏଇ ବର୍ଷ ଦେଖ ଦିଟାକ ପଡିଛି ଗୋଟେ ବର୍ଷ ମାନେ ଗୋଟାଏ ପଡେ ସାଇଫନ ପଡେ ସାଇଫନ ଇଜିଲି ବୁଝେଇ ଦେଲେ ହେଇଯିବ ତେଣୁ ତମର ମନ କଷ୍ଟ ହଉଛି ଆ ଭିତରେ ଏଇ କଲଭର୍ଟଟା ଯଦି ତୁମେ କରିଦେଲ ଆଉ ସବୁ ଇଜିଲି ହେଇଯିବ ଆଉ କିଛି ବି ତମକୁ କଷ୍ଟ ଲାଗିବନି ସାଇଫନ ଦେଖିବ ତମକୁ ଘଣ୍ଟାଏ ଭିତରେ ସରିଯିବ ସାଇଫନ ମୁଁ ବୁଝେ ମାନେ ଯେତେବେଳେ ଫାଷ୍ଟ ଟାଇମ ବି କରିବ ଘଣ୍ଟାଏ ଭିତରେ ସରିଯିବ ଯଦି ପ୍ରାକ୍ଟିସ କରିଦବ ଦେନ ଅଧଘଣ୍ଟା ଭିତରେ ପୁରା କମ୍ପ୍ଲିଟ ହେଇଯିବ ସାଇଫନଟା ବୁଝିପାରୁଛ ତାର କମ୍ପଲସରୀ 3 ଆଉ 4। ହଁ 3 4 କମ୍ପଲସରି ନୁହଁ ମୁଁ ମାନେ ପଢିବ 3 4 କମ୍ପଲସରି କିନ୍ତୁ କରିବାକୁ ଦେଇଛି 4 ନମ୍ବର କମ୍ପଲସରି ଦେଖେ କୋଶ୍ଚିନ୍ ଯୋଉ ଆସିବ 3 ନମ୍ବର 4 ନମ୍ବର ମାନେ ଗ୍ୟାରେଣ୍ଟେଡ 3 ନମ୍ବରଟା ଆସିବ 4 ନମ୍ବରଟା ଆସିବ 30 ୟୁଜର ଦେଇଛି 30 ୟୁଜର ଜାଗାରେ 20 ୟୁଜର ଦେଇପାରେ 25 ୟୁଜର ଦେଇପାରେ ଆଉ ଇଏ ବି ଦେଇପାରେ ଅର୍ପିତା ସଞ୍ଜୁଲତା ଦି ଜଣ ଯାକ କୁଆଡେ ଯାଇଥିଲ ଦି ଜଣ ଯାକ ପଳେଇଲ ମୁଁ ଯେମିତି କହିଲି ଆୟୁଷ୍ମାନ ଆସିଲି ସଞ୍ଜୁଲତା ପଳେଇଲା ତାପରେ କିଛି ସମୟ ପରେ ଯାଇ ଅର୍ପିତା ଆସିଲା ଘଟଣା କଣ କୋଟ କିଲୋ ହେଇଲୋ ବିଶ୍ୱଜିତ ସଦା ଶୁଣିବୁ ମେସେଜରେ ଆଉ
डायरेक्ट କଥା ସବୁ କହିଲୁ କେତେ କଥା ଶୋଧି ଦେଲୁ। ହଉ କୋଉ ଯାଏଁ ଯାଇଥିଲା କହିଲ? सेफ्टी टैग ना ହଁ ସେପ୍ଟିକ୍ ଟ୍ୟାଙ୍କଟା ନାଇଁ ସେପ୍ଟିକ୍ ଟ୍ୟାଙ୍କଟା ଦେଖ 20 ୟୁଜର ଆସିପାରେ 30 ୟୁଜର ଆସିପାରେ 50 ୟୁଜର ଆସିପାରେ 25 ୟୁଜର ବି ଆସିପାରେ ଯେତେ ବି ୟୁଜର ଆସୁ ମାନେ ସବୁ ସେମ୍ ଖାଲି ଟିକେ ଟିକେ ଡିଫରେନ୍ସ ତ ଯୋଉ ଟିକେ ଟିକେ ଡିଫରେନ୍ସ ସେଇଟା ମୁଁ କହିଦେବି କେମିତି କଣ ତା ସାଇଜ ବାହାର କରିବ ଖାଲି ସାଇଜ ଉପରେ ଡିଫରେଣ୍ଟ ଆଉ ସେଇଟା ମୁଁ କହିଦେବି ସାଇଜ କେମିତି କଣ ବାହାରିବ ଖାଲି ଏତିକି ତା ଆଇଡିଆଟା ଥିବା ଦରକାର ତମର ଆଉ କେମିତି କଣ ହଉଛି ଆଉ ବେଶୀ କିଛି ଦେଖ ଏମିତିରେ ବି ଏଥର ଅନଲାଇନ ବେଶୀ କିଛି ଅସୁବିଧା ନାହିଁ କିନ୍ତୁ ଯଦି କିଛି ନ କରିବ ଯେମିତି ତମ କେଦାର ଏଥର କଲା ମାନେ ସେ ଟୋଟାଲି କିଛି ବି କଲାନି କେଦାରକୁ ତାଙ୍କ ସାର୍ ବି ସେ ରୁମରେ ଯୋଉ ସାର୍ ପଢୁଥିଲେ ବି କହିଲେ କର କିଛି ଆଟଲିଷ୍ଟ କର ସେ କିଛି ବି କଲାନି କେଦାର ଗୋଟାଏ ଅନାଦି ଗୋଟାଏ ଟୋଟାଲି କିଛି କଲେନି ପଳେଇ ଆଇଲେ ସେମିତି କରିବନି ଟିକେ ଆଟଲିଷ୍ଟ ଜାଣିଥିଲେ କଣ ସେ ଟିକେ ଆରେଇ କରେଇ ଦେଲେ ପାସ୍ କରିଯିବ ଆଟଲିଷ୍ଟ ହଉ ଦେଖ ତ ଏବେ ଆମର ରହୁଛି ଏଇଠି ଦେଖ ସେକେଣ୍ଡ କ୍ୱେଶ୍ଚିନ୍ ଟା ଆମେ କରିବା ଦେଖିବା କଣ କେମିତି ହବ କରିବା ଆଉ ଇଜି ବି ଅଛି କିଛି କଷ୍ଟ ବି ନାହିଁ ସ୍ଲୋଗାଲ ପଳେଇଲେଣି ଆରେ ମିଳୁଛି ନା ମିଳୁନି देखो सेकंड क्वेश्चन ने कौन देइछि ना ड्रॉ ए हाफ प्लान एट टॉप एंड बॉटम हाफ प्लान एट टॉप एंड बॉटम कंबाइंड माने हाफ प्लान कहला टॉप रो आ गोटे बॉटम हो जोड़ा लेफ्ट साइड फाउंडेशन देखैबो आ टॉप रो जोड़ा राइट साइड कोन देखैबो कहला हमरो ये देखैबो हमरो पारापेट देखैबो सेटा ही से कहला हाफ प्लान एट टॉप एंड बॉटम माने प्लान रो टॉप रो प्लान बॉटम रू प्लान होची फाउंडेशन प्लान देखैबो टॉप रू प्लान कहला हमर देखैबो कोटा कहलो पारापेट टा एंड हाफ सेक्शनल एलिवेशन माने जो सेकंड ड्राइंग टा जोड़ा of a RCC slab culvert with right angle wing wall टा 90 डिग्री रे अछि right angle माने 90 डिग्री with all details basing on the following data दे देछि रोड विड्थ दे देछि 3600 विड्थ ऑफ कैनल देछि केते 2500 टॉप विड्थ देछि अबटमेंट रो 700 बॉटम विड्थ देछि केते ना 1000 टॉप विड्थ 700 बॉटम विड्थ 1000 अबटमेंट काली हम जोटा करथले अच्छा काली हम जोटा करथले त अबटमेंट रो बॉटम विड्थ केते थला टॉप विड्थ केते थला एक का थिला होची सेम ही थिला टॉप विड्थ थिला 700 बॉटम विड्थ थिला 1000 हाइट ऑफ अबटमेंट 2.5 मीटर अबटमेंट रो हाइट देछि 2.5 मीटर एतिकी तापर विड्थ ऑफ विंग वॉल इज सेम एज अबटमेंट अब माने विंग वॉल भी विड्थ टा सेम अबटमेंट रो जहा यार से माने बॉटम रे 1000 टॉप रे 700 तापर लेंथ ऑफ विंग वॉल देछि केते 2500 विंग वॉल लेंथ देछि 2500 विड्थ ऑफ कंक्रीट बेड फॉर अबटमेंट ପାଇଁ कंक्रीट बेड रो विड्थ होछि 1600 अच्छा काली जो क्वेश्चन हम करथे तार अबटमेंट रो कंक्रीट रो विड्थ केते थिला केते थिला रे हेलो कंक्रीट रो विड्थ देखि ड्राइंग देखि कहलो कंक्रीट रो विड्थ केते अबटमेंट रो कंक्रीट रो विड्थ केते केते थिला देखि को केते थिला मिलुछ ना मिलुनी देखो काली जोटा हम कहथले तार कंक्रीट रो विड्थ 1600 ही थिला कारण 1000 पर 300 300 एक्स्ट्रा थिला तापरे बियरिंग ऑफ स्लैब ऑन अबटमेंट माने स्लैब रो केते अबटमेंट भितरे पसिछि स्लैब रो केते अबटमेंट भितरे पसिछि ना काली जो हम करथले क्वेश्चन तार स्लैब रो केते पसिथला अबटमेंट भितरे ड्राइंग देखि को काली ड्राइंग देखि को हेलो सर 200 बसला नहीं सर 400 400 बसला 400 400 ये पसला हाँ ये भी सही ही नहीं 450 पारापेट हाइट देछि 1000 पारापेट रो हाइट 1000 कल भी हमर सेव असला पारापेट रो हाइट 1000 बातला थिकनेस 400 पारापेट रो थिकनेस 400 सेम ही हमर कल हेतला 400 थिकनेस थिला
तापर कर्व गोटाए जो हेतला 200 200 हेतला मन पड़ुची एई भलिया ही थिला तेणु काली क्वेश्चन टा ही पढ़ी एटा ए वर्ष पढ़ी मत लगुच समस्त प्राय करि परिबो हेलो काली क्वेश्चन टा ही पढ़ी तेणु करि मत लगुच प्राय समस्ते तार को ड्राइंग ना तीनटा को ड्राइंग पढ़ी दुईटा ड्राइंग पढ़ी जोड़ा ड्राइंग मु करेनी सेटा पढ़ी फास्ट दुईटा को पढ़ी थर्ड ड्राइंग भी मत लगुच तुम समस्ते करि परिबो डायमेंशन देखि करि परिबो अरे करि परिबो ना नहीं हो तो ट्राई करियो थर्ड ड्राइंग मत लगुच हेई जिवो तबे नुवा ड्राइंग आ करौनी एटा कारण एटा सेम क्वेश्चन पड़ी नुआ पढ़ते करें पूरा एक्जाक्टली सेम टू सेम ही पड़ जाए तो यहाँ थिला 2019 आउ गोटे पढ़ 2017 देख देखिक कह जानी हो जानी हो नुआ क्वेश्चन पढ़ 2017 पढ़ा कहीं एपट सेपट हो स्नो गर्ल सेलून दीटा कहीं एपट सेपट होते ମୁଁ ସାର୍ ଥରେ କଟିଛି। ଧନ ମାନଙ୍କୁ କହିଦବ ନା ସେ ପରେ କଲ୍ କରିବେ ସେ ଆମର କେହି କଲ୍ କରୁନାହାନ୍ତି। ତମର ଏକୁଟିଆ ଧନ ଅଛି ମୋର ଆଉ ଧନ ନାହିଁ ମୋର ବି ସାର୍ ଧନ ଅଛି ମୁଁ ତାକୁ ମନା କରିଛି କଣ ହେଇଛି ସାର୍ ଆପଣ କେମିତି ଜାଣିଲେ ଆମର କଲ୍ ଆସିଛି ବୋଲି ଆଉ କଟୁଛ କଣ ପାଇଁ ପର୍ସନାଲ କାରଣ କିଛି ଅଛି ମୁତିବାକୁ ଯାଉଛୁ ନା କଣ ସେ ପଢିବା ଆଉ ମୁଁ କଣ ଏଠି କଣ ଖେଳୁଛି ନା ମୁଁ ବି ସେଇ ପଢଉଛି ଆଉ ଦେଖ କାଲି ଯୋଉ क्वेश्चन ଆମେ କରିଥିଲେ ତା ଦେହରେ କିଛି ଡାଟା ମିସିଂ ଅଛି ସେଇ ତେଣୁ ଦେଖ ଯୋଉଟା ମିସିଂ ଅଛି ଯୋଉଟା ତମେ ଆଜୁମ କରିଦବ କଣ ମିସିଂ ଅଛି ନା ୟାର ହାଇଟ୍ ମିସିଂ ଅଛି କାହାର କହିଲ ଆବୁଟମେଣ୍ଟ କଂକ୍ରିଟ ର ହାଇଟ୍ ମିସିଂ ଅଛି ତାକୁ ଆଜୁମ କରିବ କଂକ୍ରିଟ ର ହାଇଟ୍ ନେଇଥିଲା ଆମେ କାଲି କେତେ 600 ବୋଧେ ଥିଲା 1.2 ହେଇଥିଲା ତାକୁ ଆଜୁମ କରିବ ଯୋଉ ଯୋଉଟା ସବୁ ମିସିଂ ଅଛି ସବୁ ଆଜୁମ କରିବ ମାନେ ତ ମନ ଇଚ୍ଛା ମୁଁ କହିଲି 600 ତମେ 600 ଜାଗାରେ 800 ନେଲେ କିଛି ଅସୁବିଧା ନାହିଁ 500 ନେଲେ ବି କିଛି ଅସୁବିଧା ନାହିଁ ପାଖାପାଖି ରହୁଥିବ ଟିକେ ଆଉ ଏବେ ଦେଖ क्वेश्चन ଯାଉଛି ଏଟା 2017 ରେ ପଡିଥିଲା देखो आर एक नंबर देइछि कोन देखला 30 यूजर ପାଇଁ ଦେଇଛି कोन ଦେଇଛି ना 30 यूजर ପାଇଁ कि सेफ्टी टैंक बनेଇବା ପାଇଁ 25 मार्क पड़िଥିଲା ता और रे पड़िछि सैनिटरी कनेक्शन 25 मार्क मिलुछि ना मिलुनी 2 नंबर देखो कोन ଦେଇଛି ना हाफ टॉप मिलुछि ना मिलुनी रे 2 नंबर ଭଏସ୍ କିଛି ଦେଇଛି हाफ ଶୁଭିଲାନି टॉप ସାର୍। प्लान ନାଇଁ ସେତେବେଳେ ଲାଇନ ପଳେଇ ଯାଇଥିଲା ୱାଇଫାଇ କଟି ଯାଇଥିଲା 2 नंबर ଦେଇଛି हाफ टॉप प्लान हाफ सेक्शनल प्लान टॉप प्लान अधा सेक्शनल प्लान अधा एंड हाफ फ्रंट व्यू एंड हाफ कोन ଦେଇଛି सेक्शनल फ्रंट व्यू हाफ टॉप प्लान हाफ सेक्शनल प्लान सुनो हाफ टॉप प्लान कहले कोडा ना खाली टॉप प्लान जोड़ा सेक्शनल प्लान कहले कोन कहले फाउंडेशन जोड़ा आउ कोन ଦେଇଛି ना हाफ फ्रंट व्यू हाफ सेक्शनल व्यू
फ्रंट व्यू सेक्शनल व्यू ର ଅଧା ମାନେ ଯୋଉଟାକୁ ନର୍ମାଲି ଯୋଉ ଏଲିଭେସନ ଯୋଉଟା ଆମେ କରୁଛେ ସିଙ୍ଗିଲି ସ୍ଲାବ ଟାଇପ କଲବର୍ଟ ଫ୍ରମ ଦ ଫଲୋଇଂ ଡାଟା ଦେଇ ଦେଇଛି ମିଳୁଛି ନା ମିଳୁନି ରୋଡ ୱିଡଥ ଦେଇଛି କେତେ ନା 5000 mm ମିଳିଲା 3 नंबर पेपर रे देखो तब देखो मोस्टली सब क्वेश्चन लॉन्गिट्यूडनल सेक्शन टा एते पढुनी फास्ट दीटा को ड्राइंग पढुଛି मिळुछ ना मिळुनी ଆଜ୍ଞା ସାର୍ ପାଏ 3 नंबर पेज रे देखो कोन दिया ହେଇଛି ना रोड वुड देला 5000 आउ कोन दिया हला हमर अबुटमेंट रो थिकनेस देला 500 अबुटमेंट रो थिकनेस माने उडथि जोडा को तापरे उडथि हो कंक्रीट बेड पर अबुटमेंट कंक्रीट बेड रो अबुटमेंट रो कंक्रीट बेड रो उडथि होती 700 तार थिकनेस होती 300 कंक्रीट बेड रो 700 उडथि तार थिकनेस 300 बेड स्लैब सीसी 120 mm ओवर बीएफएस लिखाइनी हेलो से विषय रे कहि बेड स्लैब टा कोन बेड स्लैब टा विषय में तुमके करिने ड्राइंग बेड स्लैब भी करिया 120 mm over BFS clear span ଦେଇଛି 2000 mm clear span ମାନେ ଯୋଉଟା यार उडथि माने कैनाल ला उडथि बेड लेवल एट जीएल थिकनेस ऑफ डेक स्लैब ଦେଇଛି डेक स्लैब माने स्लैब जोड़ा ऊपर जोड़ा पड़ुଛି तार थिकनेस देला केते 250 mm माने तार हाइट टा देला वेयरिंग कोट रो थिकनेस देला 80 mm माने वेयरिंग कोट रो हाइट 80 mm हाइट ऑफ टॉप ऑफ डेक स्लैब फ्रॉम ग्राउंड लेवल लो सर ଏଇଟା ଯୋଉ କହୁଛନ୍ତି ଏଇଟା କୋଉ କ୍ୱେଶ୍ଚନ ନା 300 mm स्लैब रो बियरिंग टा अबुटमेंट रे पड़िଛି केते ना 300 mm ଆଉ डेप्थ ऑफ ଏଇ ଯୋଉ फाउंडेशन ଏଇଟା ଯୋଉ କହୁଛନ୍ତି କ୍ୱେଶ୍ଚନ ଏଇଟା କୋଉ କ୍ୱେଶ୍ଚନ ପଠେଇଲି ବା ଏବେ ଯୋଉଡାକ ଦେଖୁନୁ ଏ ଯୋଉ ଲାଷ୍ଟ ଟା ଏବେ ଯୋଉଡା ପଠେଇଲି ସାଙ୍ଗେ ସାଙ୍ଗେ ତାପରେ ଦେଇଛି କଣ ନା डेप्थ ऑफ फाउंडेशन फॉर अबुटमेंट 900 mm बिलो जीएल ଆପଣଙ୍କୁ ଭଲ ଲାଗୁଛି କାଟି ମାରି କାଟି ଦେବି ସାର୍ ଆଇ ପଏଣ୍ଟ ଟା ଟିକେ ଆଉଥରେ କହିବେ କୋଉଟା ଆଇ ପଏଣ୍ଟ ବୁଝେଇବି हाइट ऑफ टॉप ऑफ डेक स्लैब फ्रॉम जो फ्रॉम जीएल हाइट ऑफ टॉप ऑफ डेक स्लैब फ्रॉम जीएल डेक स्लैब रो टॉप रो हाइट जीएल माने ग्राउंड लेवल रो एती सेटा बुझेबी ड्राइंग बुझेबी तमरे बियरिंग ऑफ स्लैब ऑन अबुटमेंट रो जेती की स्लैब रो जेती की अबुटमेंट भीतर पस्ती केते पस्ती ना 300 mm डेप्थ ऑफ फाउंडेशन फॉर अबुटमेंट 900 mm बिलो जीएल माने ग्राउंड लेवल तळको फाउंडेशन टा केते पस्ती ना 900 mm तबरे विंग वॉल स्ट्रेट टर्न 90 डिग्री विंग वॉल टा 90 डिग्री टर्न हे गिरछि एट द एंड ऑफ अबुटमेंट हाफ सेम सेक्शन एज अबुटमेंट र जहा विंग वॉल से विंग वॉल 90 डिग्री टर्न माने हमर नॉर्मली जो हमें करूथले पर्यंत सब विंग वॉल 90 डिग्री टर्न हे किथिला बुझुछि हाफ सेम सेक्शन एज अबुटमेंट रो सेक्शन जहा विंग वॉल सेक्शन से या दिछि बुझिपछ ना अबुटमेंट रो सेक्शन जहा विंग वॉल सेक्शन से ही देछि माने एका भलिया आउ लेंथ देछि विंग वॉल 1500 mm 1500 mm लेंथ अछि पैरापेट रो हाइट देछि 600 mm वेयरिंग कोट उपरकू तब रोड कर्व देछि 100 * 220 काले जोडा रोड कर्व देथला 200 * 200 आज सेटा केते दिया दिना 100 * 220 बुझिला मिलुनी फिनिश्ड विथ स्ट्रेन ନାଇଁ ସାର୍ कोर्स ସେଇଟା କୋଉ ପେଜ ରେ 3 नंबर पेज रे तापर देछि फिनिश्ड विथ स्ट्रिंग कोर्स आउटसाइड 80 * 100 mm स्ट्रिंग कोर्स विषय में कहबी स्ट्रिंग कोर्स माने इटा किछ लागि थो आज मेनी अदर डाटा इफ नेसेसरी जाउ किछ डाटा दरकार हला आजम करिवो तो एटा ही हमर ऑलरेडी एटा करि सारि जानो खाली टिके टिके तम बुझार अछि ସାର୍ ଏଟା 1:50 ରେ ହବ कहला सुबुनी
अर्पिता कौन कहूलु? ସାର୍ ଏଇଟା 1:50 ରେ ହବ? हाँ 1:50 करदेले बेटर। देखिबा अच्छा पढ़लो कोई जिनस बुझी होनी एबे। कोड़ा बुझी पारना जदी को आगे जी चेष्टा कर तापर हम कहि देबी। अच्छा रोड उठी एबे सब देखि देला बुझेइबे एटा ना बुझे दउछि तमे घरे करिवो आ एई भलिया गोटाई आ गोटाई हम कर देबी एबे जोटा कि बी सेक्शन में बुद्धि करा ହେଇଛି एई भलिया गोटाई। ପାଇପ୍ କଲଭର୍ଟ ଟା ବୁଝା ହବନି? बुझेइबी पाइप कलभट तो गोटाई अछि आ गोटाई तो सरिଛି आ गोटाई अछि गोटाई पाइप कलभट बुझेइ देबी आगो एटा बुझेइ दउछि तापर पाइप कलभट जिबा। कारण ए स्लैब कलभट क्वेश्चन ना देखाउछि रे एई ड्राइंग भलिया ही सेटा अछि कि गोटे एक्स्ट्रा बेड स्लैब पडिछि प्राय ड्राइंग भलिया अछि। ଏଟା ଯୋଉ ଫାର୍ଷ୍ଟ ହେଇଥିଲା ବୋଧେ ଆରି ଭଳିଆ ହିଁ ଅଛି। अच्छा रोड वृत्ति केते ଦେଇଛି 5000 ଏଠି ରୋड वृत्ति କହିଲେ କୋଉଠି କଣ ଜାଣିଛ? ଆଚ୍ଛା ଗାଡି ମଟର କେମିତି ଯାଉଥିବ ଏମିତି ହୋରାଇଜେଣ୍ଟାଲି ଯାଉଥିବ ନା ଏମିତି ଭର୍ଟିକାଲି ଯାଉଥିବ ଏଟା ପ୍ଲାନ ନା ହୋରାଇଜେଣ୍ଟାଲି ଯାଉଥିବ ନା ଭର୍ଟିକାଲି ଯାଉଥିବ ଗାଡି ମଟର ଭର୍ଟିକାଲି ନା ଭର୍ଟିକାଲି ଜମା ବି ନୁହଁ ହୋରାଇଜେଣ୍ଟାଲି ଯାଉଥିବ ଗାଡି ମଟର। ତୁମେ ଏପର୍ଯ୍ୟନ୍ତ ଡ୍ରଇଂ ବୁଝି ପାଇଲନି ଗାଡି ମଟର ଏଇ ଭଳିଆ ଯାଉଥିବ। ହଁ ଡ୍ରଇଂ ନ ବୁଝି ପାରିଲେ ମନ କିଛି ଲାଭ ନାହିଁ ଏଇଠିରେ ଆମେ କାହିଁ ଗୋଟାଇ ନେଲି ପୁରା ଆକୁ ଡ୍ରଇଂ ବୁଝିବା ପାଇଁ କଲେଜରେ ଗୋଟାଏ ପିରିୟଡରେ ସାର ଦଉଛନ୍ତି ମୁଁ ଗୋଟାଏ ପିରିୟଡ ପୁରା ଡ୍ରଇଂ ବୁଝିବା ପାଇଁ ନେଲି ତମେ ବୁଝିପାରିଲନି କଣ ଲାଭ। ଡ୍ରଇଂ ଆଟଲିଷ୍ଟ ବୁଝ ଗାଡି ମଟର ଏମିତିକିରି ଯାଉଥିବ ପାଣି ଯାଉଥିବ କୋଉ ଭଳିଆ କହିଲ ପାଣି ତା ତଳେ ଏମିତିକିରି ଯାଉଥିବ ଏଇଭଳିଆ ଯାଉଥିବ ପାଣି ତମେ ମାନେ କିଛି ବୁଝୁନ ପାଣି ଏଇଭଳିଆ ଯାଉଥିବ ଅରେଞ୍ଜ କଲର ଭଳିଆ ଗାଡି ମଟର ଏଇଭଳିଆ ଯାଉଥିବ ତ ରୋଡ ର ଉଇଡଥ କହିଲେ କୋଉଠି କହନି ଦେଖ ଏ ତ ଆଟଲିଷ୍ଟ ଘରେ ପଢ ସମସ୍ତେ। ଦେଖ ରୋଡ ର ଉଇଡଥ କହିଲେ କୋଉଠି ହବ କହତ ନା ଏଇଠୁ ଏପର୍ଯ୍ୟନ୍ତ ଦେଖାଯାଉଛି ନା ଦେଖାଉନି?
এই উইডথ কেতে দিয়া ହେଇଛି क्वेश्चन अनुसार सेठी भी लिखा है देखो 4 मीटर रोडवे ड्राइंग এই जो ड्राइंग रे भी लिखा है जो ड्राइंग मु देखै छी मार्किंग कर से मार्किंग ऊपर देखो लिखा है 4 मीटर रोड मिलुछ ना मिलुनी आगे सर हो तो रोड उठी 5000 एठी केते देथला रोड उठी कोन केते देथला ଏଇଟା ଦେଇଛି ନା 4.8 ଦେଇଛି 4.008 नो 4.00 माने 4 मीटर माने 4000 रोड वे देथला किंतु हमर केते एटा देछि क्वेश्चन ने 5000 500 मीटर देछि 5000 तापर अबूट थिकनेस ऑफ अबूटमेंट 500 थिकनेस ऑफ अबूटमेंट 500 थिकनेस ऑफ अबूटमेंट कहले कोड को कोन थिकनेस ऑफ अबूटमेंट कहले अबूटमेंट रो थिकनेस होछि एटा देखाउछि एटा 500 एट के देथला एटा किंबा एटा ए जो ड्राइंग मु देखौ जेठी केते देइछि हम क्वेश्चन ने देइछि 500 एठी के देइछि देखि कहलो 40 40 माने केते 40 माने 40 सेंटीमीटर माने एमएम रे कहले केते 0.8 400 400 एमएम रे कहले 400 तो हमर जोड़ा 400 देथला एठी के देइछि हमर क्वेश्चन अनुसार के दिया हैछि 500 500 नहीं हो जोड़ा 400 देथला एठी के देइछि 500 रहला देन width of a concrete bed for abutment केते width of a concrete bed for abutment 700 तार thickness होची 300 माने width of a concrete bed for abutment ପାଇଁ concrete bed ର width concrete bed ର width होची केते 700 तार height होची केते 300 माने abutment रो जो concrete जो पड़ी तळे तार width 700 height 300 हमो देखिया एठी केते है abutment रो concrete कहले एई जगहटा तार width केते height केते केते के दिया हैची हाइट ଦେଇଛି 30 सेंटीमीटर ମାନେ 300 300 700 mm 300 माने सेया ही देइछि क्वेश्चन ने हम क्वेश्चन ने भी सेया दिया हैछि 700 300 देइनि की आज्ञा सर हो एति की अरे मिलुछ मिलुनी हमर एठी 700 300 देइनि लिखाइ नथला की 70 आगे सर डाउट यदि डाउट हो जे एठी देखि पारो तमे 70 लिखाइनी 70 सेंटीमीटर माने 700 mm अब हाइट के 330 से ही देछि तापरे बेड स्लैब सीसी 120 mm ओवर बीएफएस ए जिनछड़ा हम परे बुझी अलगा ड्राइंग बुझी ए ड्राइंग नाही क्लियर स्पैन देछि केते 2000 क्लियर स्पैन कहले कोटा देखो सब बेले क्लियर स्पैन कहले होछि एटा माने जो पानी जेती वाटर जाउथो पानी यार भीतर ही जाउथो हमर एटा केते दिया हैछि क्वेश्चन ने ଏଥିରେ ए जो मु जो ड्राइंगटा देखै जे स्क्रीन रे तार जोटा स्क्रीन ने मु देखै तार केते अछि 1500 1500 हमहु जो क्वेश्चन पठै तार के दिया हैछि 3000 तो जानि पहले चेंज कोठी बुझला नहीं आज्ञा सर तो बेड लेवल एट जीएल लिखाइनी बेड लेवल एट जीएल माने कोन देखो कोन चेंज ए जो चेंज रा बुझला ना बुझला नहीं 1500 जगह 2000 दे जो भीतर गया बेड लेवल एट जीएल माने ए देखो लिखाइ जी बेड लेवल ए लिखाइ जी जीएल देखिलो गोटाई लेवल ले जीवनी हम जतो जॉइनिंग करे गोटाई लाइन जीवनी बेड लेवल और जीएल जीएल माने ग्राउंड ए भले अछि पानीटा तारी ऊपर ही चालुची बेड लेवल एट जीएल मीनिंग ए भले ही अछि तापर थिकनेस ऑफ डेक स्लैब 250 mm डेक स्लैब रो थिकनेस कहले कोटा ना एटा देखाउ ना देखाउनी आज्ञा सर ए जो स्लैब रो थिकनेस ए जो स्क्रीन ऊपर जो दे तुम जो देखै छी केते तार थिकनेस अछि स्लैब रो 200 200 mm और 20 सेंटीमीटर हम क्वेश्चन ने केते दिया सेटा नै आबो 150 mm 250 ठीक है तापर थिकनेस ऑफ वेयरिंग कोट 80 mm वेयरिंग कोट रो थिकनेस 80 mm
नहीं अच्छा एठी वेयरिंग कोट रो थिकनेस केते केते लिखा हिची 10 सेंटीमीटर 10 सेंटीमीटर ना एमएम रे केते 100 100 तो हमरो ड्राइंग माने हम जो देखे छी स्क्रीन ऊपर तार अछि 100 किंतु हम जोडा करे तार केते हबो होला 80 80 सरला 80 माने केते कहलो स्केल ले कन्वर्ट करले बोधे 1.6 एमएम बोधे आसी माने 2 एमएम नबो बाका बाकी हबो होइला तापरे हाइट ऑफ टॉप ऑफ डेस्क स्लैब फ्रॉम जीएल 1200 हाइट ऑफ टॉप ऑफ डेस्क स्लैब फ्रॉम जीएल देइछि 1200 लिखाइनी ता माने कोन देखो डेस्क स्लैब रो टॉप रु जीएल पर्यंत हाइट होछि 1200 डेस्क स्लैब रो टॉप ता मैं मार्किंग करछि देखो डेस्क स्लैब टॉप रे गोटे लाइन टनली माने स्लैब रो टॉप देखाउछि लाइन टनली माने एतिकी देइछि केते कहलो 1200 1200 1200 एमएम नहीं एतिकी 1200 अच्छा हम एई जो ड्राइंग मु स्क्रीन ऊपर देखैछि तार केते 1300 ना भूल 1300 ଅଛି ना भूल भल से भाबे जानि परिबो 1000 ना ना सेही 1200 काई बोल से 1300 टा देखे 1300 टा जो देइछि एई पर्यंत देइनि की एई पर्यंत माने सेटा ରୋଡ हम देखो जा माने रोड रो पूरा टॉप रो देखु यदि 8 गोटा 11 टन ली एटा एठी मिसुनी माने वेयरिंग कोड टॉप पर्यंत वेयरिंग कोड टॉप पर्यंत एटा 1300 1.3 माने केते 1300 नो की ଆଜ୍ଞା ସାର୍ तले वेयरिंग कोड ता स्लैब ता वेयरिंग कोड रो हाइट केते अछि 200 ଅଛି ବୋଧେ ना ना वेयरिंग कोड रो हाइट स्क्रीन ने जो ड्राइंग अछि से ड्राइंग रे वेयरिंग कोड रो हाइट केते 10 सेमी माने एमएम रे गले केते 100 100 100 ताले वेयरिंग कोड छाडी गिरी वेयरिंग कोड स्लैब ऊपर पड़छि ताले स्लैब रो टॉप रो ग्राउंड पर्यंत केते आसीबो 1200 1200 ही आसीबो ना 1300 रु 100 पळेला माइनस हे गला 1200 आसीबोनी माने नै ଆଜ୍ଞା ସାର୍ तम क्वेश्चन से या देछि ना हम क्वेश्चन सेतिक देछि माने या पर्यंत वेयरिंग कोड रु सॉरी माने स्लैब रो टॉप रु ग्राउंड लेवल पर्यंत के देछि 1200 हाना नै रहले थी तो देन आउ कोन देखिया रसो लिभेई दउछि कारण किछि नुवा जिंस नाही सब जिंस मु ताको करैबी आ बदल बर अलगा ड्राइंग जिबा लाभ हबो जोटी चेंज हो सेटा मैं ड्राइंग रे कह दउ टिके चेंज भी अछि बियरिंग ऑफ स्लैब ऑन अबुटमेंट केते आइछा बियरिंग ऑफ स्लैब ऑन अबुटमेंट केते दे आइछि 300 माने स्लैब रो जति के अबुटमेंट भीतर पछे 300 स्लैब रो जति के अबुटमेंट भीतर माने एतिटा हमर केते दे आइछि ए क्वेश्चन ने 400 ଏଇଟା ବି 300 ଭଲ ଅଛି ସେ ଦେଖିକିରି କ କେତେ ପଶିଛି ଏଟା ଭାବିକି ଏଇଟା ଭଲସେ सर से 300 ସେଇ 30 ସେଣ୍ଟିମିଟର 300 ପଶିଛି ପଶିନି ତ ଆମ କ୍ୱେଶ୍ଚନ ବି ଯୋଉ ଦେଇଛି କେତେ ଦିଆ ହେଇଛି 300 सेम 300 300 ହିଁ ଦିଆ ହେଇଛି ସେମ ନା ଜାଣି ହଉନି ଆରେ ଜାଣି ଆଜ୍ଞା ହଉନି ସାର୍ ନା ଜାଣିବା ନାଇଁ ହଉ ତ ଠିକ ଅଛି ଏତିକି ତ ଦେନ୍ ହଉଛି କଣ ଡେପ୍ଥ ଅଫ ଫାଉଣ୍ଡେସନ ଫର ଆବୁଟମେଣ୍ଟ କେତେ ଦେଇଛି 900 mm ବିଲୋ ଜିଏଲ डेप्थ ऑफ फाउंडेशन फॉर अबुटमेंट 900 mm बिलो जीएल माने अबुटमेंट रो फाउंडेशन टा ग्राउंड लेवल तळु केते अछि ना ग्राउंड लेवल तळु हाइट पर केते हाइट पर अछि ना 900 तोरडा को हाइट कहला जानि परछ इनडायरेक्टली ए हाइट टा ଏଇ ଦିଟାକୁ ମିଶେଇକି ନା अच्छा ए हाइट टा हमर एठी केते कहला हमर एठी केते ଏଇଟା 600 ଅଛି सर 600 किंतु क्वेश्चन जो देछि केते 900 900 ता माने कि जे बुझ पाछ आ एति कि 30 बिली हमर दे देछि क्वेश्चन ने देनी कंक्रीट हाइट 30 बिली width of जो ଆଜ୍ଞା width of ସାର୍ concrete bed for abutment 700 तार थिकनेस के दे 300 बिल दे देन की तमे हम जो आज्ञा सर ड्राइंग हम क्वेश्चन ने अछि क्वेश्चन जो ड्राइंग दे तार ए हाइट टा केते आसो हम बिक्री कहलो ए 600 हाइट टा केते 600 राइट जानि होने 600 होनी हेलो ଆଜ୍ଞା ସାର୍ ଜାଣିବା तो केते हाइट दला सेटा 600
ରହିଲା। ତାପରେ ୱିଙ୍ଗ ୱାଲ ଲେନ୍ଥ କେତେ ଦେଇଛି 1500। ଏଇ କ୍ୱେଶ୍ଚିନରେ ୱିଙ୍ଗ ୱାଲ ଲେନ୍ଥ କେତେ? ତମେ ଏଇଠୁ ଦେଖ ଯୋଉଠୁ ବି ଦେଖ କେତେ ଅଛି? 1200 1200। ତ 1200 ଜାଗାରେ ଆମର ଏଠି କେତେ ଦିଆହେଇଛି? 1500 1500 ରହିଲା। ବୁଝିହଉଛି ନା ବୁଝିହଉନି? 1500। ଆଜ୍ଞା ସାର୍ ବୁଝିଲି। ପାରାପେଟର ହାଇଟ୍ କେତେ? ପାରାପେଟର ହାଇଟ୍ 600। ଆମର ଏଇଠି ପାରାପେଟର ହାଇଟ୍ କେତେ ଦେଇଛି କହିଲ? 80 ଲେଖା ହେଇନି ଏଠି? 80 ଲେଖା ହେଇଛି, କିନ୍ତୁ ଏଇ କ୍ୱେଶ୍ଚିନ୍ ଆମେ ଯୋଉଟା କରିବା ତାର ପାରାପେଟର ହାଇଟ୍ କେତେ? 600 ହଁ 600। ତାପରେ ରୋଡ କର୍ଭ କେତେ ଅଛି ନା 100 into 200। 100 into 200 ମାନେ ରୋଡ କର୍ଭ ମାନେ କଣ ଜାଣିପାରୁଛ ତ? ମାନେ ରୋଡ ଟା ମନେକର ଏମିତି କିରି ଯାଇଛି, କର୍ଭ ଟା ଅଲରେଡି ତମର ହାଇୱେ ରେ ପଢା ହେଇଥିବ। ଏମିତି ଗୋଟେ ପାରାପେଟ ଟା ଏମିତି କିରି ଅଛି ନା, ପାରାପେଟ ଟା ଏମିତିଆ ଗୋଟେ ତାର କର୍ଭ ଥାଏ, ଯୋଉଟା କି କାଲି ଡ୍ରଇଂରେ ମୁଁ ତମକୁ ଦେଖେଇଥିଲି। କାଲି ଡ୍ରଇଂରେ ରୋଡ କର୍ଭ କେତେ ଥିଲା କହିଲ? 200 into 200 ମାନେ ୱିଡଥ 200 ହାଇଟ୍ 200। କିନ୍ତୁ ଏଇଠି କେତେ ଦେଇଛି କହିଲ? 100 into 220। 100 into 220 ର ମିନିଂ ଏମିତି 100, ହରାଇଜେଣ୍ଟାଲି 100, ଭର୍ଟିକାଲ ଟା କେତେ ତାର କହିଲ? କେତେରେ? 220। ତାପରେ ଫିନିଶ୍ଡ ୱିଥ ଷ୍ଟ୍ରିଙ୍ଗ କୋର୍ସ 80 into 100 mm। ଷ୍ଟ୍ରିଙ୍ଗ କୋର୍ସ 80 mm into 100 mm ଯୋଉ ଦେଇଛି, ମାନେ ଇଟା ଗୋଟା ଗୋଟେ ଲାଗିବ ତା ଦେହରେ। ଗୋଟିକିଆ ଇଟା ଗୋଟା ଗୋଟେ ତା ଉପରେ, ମାନେ ଏଇ ଯୋଉ ପାରାପେଟ ହେଇସାରିଲା ତା ଉପରେ ଗୋଟେ ବହଳିଆ ଇଟା ଗୋଟେ ବସିବ। ବୁଝିପାରୁଛ? ଆଉ ସେ ବିଷୟରେ ଦେଖିବା ପରେ। ଏତିକି ଜିନିଷ ଏବେ ଆର ଡ୍ରଇଂ କେମିତି କରିବା ଦେଖିବ। ଆଚ୍ଛା ଏ ଟପ୍ ପ୍ଲାନ୍ ବିଷୟରେ କିଛି ଦେଇଛି କି? ଡାଟା ଦେଇଛି ଟପ୍ ପ୍ଲାନ୍ ବିଷୟରେ ନା ଦେଇନି? ହ୍ୟାଲୋ, ଦେଇଛି ନା ଦେଇନି? ଏଇଟା କରିବି ନା କରିପାରିବ? ହ୍ୟାଲୋ, ଆରେ କହୁନ ହଁ କି ନା? କରିହବ। କରିଦବୁ। ଆଉ କିଛି ଯଦି ମୁଁ ଟିକେ ନହେଲେ ହିଣ୍ଟସ ଦେଇଦଉଛି, ଅଳ୍ପ ଟିକେ ହିଣ୍ଟସ ଦେଇଦଉଛି ଟିକେ ଟିକେ ଖାଲି। ଯିଏ କହୁଛ କରିପାରିବ, ମୁଁ ଯେତିକି ପଚାରି ମତେ ଆନ୍ସର କହିବ। ଏଇ ଲେନ୍ଥ ଟା କେତେ? ମାନେ ଏଇ ଡ୍ରଇଂ ର ନୁହଁ, ମୁଁ ଯୋଉ କୋଶ୍ଚିନ୍ ପଠେଇଛି ତମର ଗ୍ରୁପ ରେ, ସେଠି ଏଇ ଲେନ୍ଥ ଟା କେତେ ଆସିବ ଭାବିକିରି ମତେ ହିସାବ କରି କୁହ। ସମସ୍ତେ ହିସାବ କରୁଥାଅ, ଯାହା ପଚାରିବି କହିବ ସେଇ ଲେନ୍ଥ ଟା କେତେ। ଡ୍ରଇଂ ଦେଖି ହିସାବ କର। ସୁରଞ୍ଜନା କହ। ସୁରଞ୍ଜନା, Yes sir। ଲେନ୍ଥ ଟା କେତେ କହ? 10 ସେଣ୍ଟିମିଟର ହବ। କେମିତି? ଦିଦି 5000 ଦେଇଛି ନା। ଟିକେ ଚେଷ୍ଟା ତ ଆଟଲିଷ୍ଟ କର।
ठीक से हिसाब करो भूल सुरंजना हेटा मनोरंजन को ସାର୍ 6000 mm। କେମିତି ହେଲା ବୁଝା 6000 ସାର୍ ରୋଡ ୱିଡଥ ଦେଇଛି 5000। ରାଇଟ୍ ତାପରେ ୱିଡଥ ହବ କଂକ୍ରିଟ ବେଡ୍ସ ହେଲା 700 mm, ତା ସହିତ ଯୋଉ ଥିକନେସ ଟା ଦେଲା ବାହାରକୁ ବାହାରିଛି ସେଟା ହଉଛି 300 mm। ଆରେ ନାଇଁ ରେ ସେଟା କାଇଁ ତୁ ପୁରଉଛୁ ଏଇ ଯୋଉ width ଟା ଇକ୍ୱାଲ ଟୁ ଏଇ ଯୋଉ ଲେନ୍ଥ ଟା ଇକ୍ୱାଲ ଟୁ ଏଇ ଲେନ୍ଥ ସହିତ ସମାନ ନୁହଁ କି ନୁହଁ କଂକ୍ରିଟ ଦେଖ ରୋଡ ୱିଡଥ କେତେ ଦେଇଛି 5000 ଏଇଟା କେତେ ଏଇ ଯୋଉ ଆବୁଟମେଣ୍ଟ ର ରୋଇଂ ୱାଲ ୱିଡଥ କେତେ ଅଛି 500 ନାହିଁ ଆଜ୍ଞା 500 ସାର୍। ଦେଇନି ଏଇଟା ତ 500 ଦି ପଟରେ ଆଡ ହବ ଦି ପଟରେ 5 ଆଡ ହେଲେ କେତେ ହେଇଗଲା 6000 100। 6000 ଏଇଟା ସବୁ ଭୁଲ କରିଦେଲ 6000 ହେଇଗଲା ଆରେ ବୁଝିପାରିଲ ନା ବୁଝିପାରିଲନି ଆର ୱିଡଥ ଦେଇନି କି 500 ଦେଇନି ଆର ୱିଡଥ ଟା ମାନେ ଏଇ ଯୋଉଟା 40 ଦେଇଥିଲା 40000 କେତେ ଦେଇଛି 500 ଦେଇନି ଆଉ ରୋଡ ୱିଡଥ କହିଲେ ବା ଇନର ତାହେଲେ 5000 ସହିତ ଇଏ 500 ଆଡ ହେଲେ କେତେ ହେଇଗଲା 1000 ଆଡ ହେଇଗଲା 1000 ଆଡ ହେଲେ କେତେ ଲାଗିଲା 6000 ତାମାନେ ଏଇ ଲେନ୍ଥ ଟା କେତେ 6000 ନାଇଁ ହଁ ନା ନାଇଁ ରେ ଆଜ୍ଞା ସାର୍। 6000 ତାପରେ ଏଇ ଯୋଉ ଏଇ ଲେନ୍ଥ ଟା କେତେ କହିବ ଏବେ ଭାବିକି କହିବ ମୁଁ ଅଲଗା କଲର ଦେଇ ଦଉଛି ନହେଲେ ଏଇ ଲେନ୍ଥ ଟା କେତେ ଜୁମ କରିକି ବାହାର କରିକି କୁହ ମାନେ କୋଶ୍ଚିନ୍ ପଢିକି କହିବ ଏଇ ଡ୍ରଇଂ ନୁହଁ କୋଶ୍ଚିନ୍ ପଢିକି କହିବ ସେଇ ଲେନ୍ଥ ଟା କେତେ 1500 ବା କୋଶ୍ଚିନ୍ ପଢିକି କହ ଆରେ ମିଳୁଛି ନା ମିଳୁନି କେତେ ଦିଆ ହେଇଛି ଯାହାକୁ ପଚାରିବି କହିବ ଚିନ୍ମୟ କହ କେତେ ଦିଆ ହେଇଛି ସେଇ ଲେନ୍ଥ ଟା ଚିନ୍ମୟ 1500। 1500 କୋଉଠି ଲେଖା ହେଇଛି 1500 ବୋଲି କୋଉ ପଏଣ୍ଟ ରେ ସେ ଲାଷ୍ଟ ପଏଣ୍ଟ ଟା ନା ନା ଲାଷ୍ଟ ର ପୂର୍ବଟା ଏଲ ପଏଣ୍ଟରେ ଲେଖା ହେଇଛି ନାଇଁ 1500 ଠିକ ଅଛି ଆଚ୍ଛା ଆଉ ଗୋଟେ ଜିନିଷ ମତେ ତାହେଲେ ଏଇଟା ଜାଣିପାରିଲ ତାହେଲେ ଷ୍ଟାର୍ଟିଂ କେମିତି ଜାଣିପାରିଲ ତ ଏଇଟା କେତେ 6000 ବୁଲେ ଓଲଟା 6000 ମାନେ 12 ସେଣ୍ଟିମିଟର ଆଉ ଏଇଟା କେତେ କହିଲ 500 ମାନେ 1 ସେଣ୍ଟିମିଟର ଟାଣିବ ତାପରେ ଏଇଟା କେତେ ଅଛି 2500 ଆଚ୍ଛା ଦେନ୍ ମୁଁ ଯେତିକି ପଚାରିବି ମତେ ଆନ୍ସର ଦବ ଭାବିକି ଆନ୍ସର ଦବ ଏତିକି ଲେନ୍ଥ ରେ କେତେ ହବ ପୁରା ଭଲସେ ଭାବିବ ଆନ୍ସର ଦବ ମୁଁ କୋଉଠି ମାର୍କିଂ କରିଛି ଭଲସେ ଦେଖ ଜୁମ କରିକି ଦେଖିପାରିବ ଚାହିଁଲେ 2000 ହବ ଭାବିକିରି ଆନ୍ସର କହ ଭଲସେ ପୁରା 2000 ଭାବିକିରି ଆନ୍ସର କହ ମନ ଭିତରେ ରଖ ସମସ୍ତେ 2000 ଦେଇଛୁ ଅନ୍ୟମାନେ ଭାବ 2000 ହବ ନା ଅଧିକା ହବ ନା କମ ହବ 2000। ଆରେ ମିଳୁଛି ନା ମିଳୁନି 2000 ନା 2000 ରୁ କମ ନା ଅଧିକ ଭାବିକି ଆନ୍ସର ଦିଅ ହବ। କେତେ 1700 ଦେଖିବା
ଋତୁପର୍ଣ୍ଣା କହ କେତେ ଆସିବ? ଋତୁପର୍ଣ୍ଣା କେତେ ଆସିବ? ଶୁଭୁଛି ନା ଶୁଭୁନି? ଯେତିକି ଲେନ୍ଥ ମୁଁ କହିଲି ସେତିକି ଲେନ୍ଥ କେତେ ଆସିବ? ଅରେଞ୍ଜ କଲର ଯୋଉଟା, ଅରେଞ୍ଜ ନୁହଁ ତ ଯୋଉଟାକ ଡିପ୍ ଅରେଞ୍ଜ ଯୋଉଟାକ ଜଣାପଡୁନି ଜଣାପଡୁନି ଏଇଟା କେତେ ଆସିବ ଭାବିକିରି କହ। କୋଶ୍ଚିନ୍ ଯୋଉ ଦେଇଛି କେତେ ଆସିବ? କୋଶ୍ଚିନ୍ ଯୋଉ ଦେଇଛି କ୍ଲିୟର ସ୍ପାନ୍ ଦେଇଛି 2000। କ୍ଲିୟର ସ୍ପାନ୍ ମାନେ କୋଉଠି କୁପନ ଜାଣିଛ? କ୍ଲିୟର ସ୍ପାନ୍ ମାନେ ହଉଛି କେହି ତ ମାନେ ମୁଣ୍ଡରେ ପୁରଉନ ଆଉ। କ୍ଲିୟର ସ୍ପାନ୍ ହଉଛି ଏଇ ଆବୁଟମେଣ୍ଟ ର ବ୍ରିକୱାର୍କ ଇନର ରୁ ଆର ଆବୁଟମେଣ୍ଟ ର ବ୍ରିକୱାର୍କ ଇନର ପର୍ଯ୍ୟନ୍ତ କ୍ଲିୟର ସ୍ପାନ୍। ଯୋଉଟାକୁ ଏଠି ଦେଖ ବ୍ରିକୱାର୍କ ଇନର ରୁ ବ୍ରିକୱାର୍କ ଇନର ପର୍ଯ୍ୟନ୍ତ କେତେ ଦେଇଛି ଏଇଟା? ଏଇଠି ବି ଦେଖ ଲେଖା ହେଇଛି 1.5 ମିଟର ସ୍ପାନ୍ ଲେଖା ହେଇନଥିଲା? ଆରେ ମିଳୁଛି ନା ମିଳୁନି? ଆଜ୍ଞା ମିଳୁଛି ଆଜ୍ଞା 1.5 ଏଇଟା। ତାହେଲେ ମତେ ଭାବିକିରି କୁହ, ତାହେଲେ ଆମକୁ କ୍ଲିୟର ସ୍ପାନ୍ ଦେଇଛି 2000 ମାନେ ଏଇ ଯୋଉ 1.5 ଜାଗାରେ 2000 ଦେଇଛି ମାନେ 1500 ଜାଗାରେ 2000। ତାହେଲେ ମୁଁ ତ ଏଇ ଯୋଉ ଡିପ୍ ଅରେଞ୍ଜ ଟା କେତେ କେତେ ଆସିବ? 2000 ଆସିବ ନା 2000 କମ ଆସିବ ନା ବେଶୀ ଆସିବ? ହ୍ୟାଲୋ। 1700 ହବ। 1700 ନୁହଁ 1800 ଆସିବ। ଭଲସେ ଭାବ, କାହିଁକି ନା ଏଇ ଏକ୍ସଟ୍ରା ଟା କେତେ ଜାଣିଛ? ଏଇ ଏକ୍ସଟ୍ରା ଟା ଯୋଉଟା କଂକ୍ରିଟ କେତେ? 100 କେମିତି ହେଲା କହିଲ? କାରଣ ଏଇଟା ଦେଇଛି 500 ଦେଇଛି। ଏଇ ୱାଲ୍ ଟା ନା 500 ଦେଇଛି। ୱାଲ୍ ଟା 500 ଦେଇନି? ହଁ ନା ନାଇଁ? ୱାଲ୍ ଟା 500 ଦେଇଛି। ୱାଲ୍ ଟା 500 ଦେଲେ ଆଉ ପୁରାଟା 700 ଦେଇଛି ରାଇଟ୍। ୱାଲ୍ 500 ପୁରାଟା 700 ଦେଲେ ଏକ୍ସଟ୍ରା କେତେ? 100 ଆସିବନି? ହଁ ନା ନାଇଁ? ଏକ୍ସଟ୍ରା 100 ଆସିବନି? ୱାଲ୍ ଟା ଦେଇଛି 500 ତା ତଳେ କଂକ୍ରିଟ ଦେଇଛି 700 ତାହେଲେ ଏକ୍ସଟ୍ରା 100। ତାହେଲେ 100 ଦି ପଟରେ ମାଇନସ୍ ହେଲେ 1.2 ଜାଗାରେ କେତେ ଆସିବ? 1800 ଆସିବ। 1.5 ଜାଗାରେ 2000 ହଁ ନା ନାଇଁ? ହେଇଯିବ। ଆଉ ଗୋଟେ ଜିନିଷ, ଏଇ ହାଇଟ୍ ଟା କେତେ? ଏଇ ହାଇଟ୍ ଟା କେତେ? ସେଟା 600 ବାହାରିଥିଲା। 600 ବା। 600 ବାହାରିଥିଲା ରାଇଟ୍। ଆଉ ସବୁ ପ୍ରାୟ ତମକୁ ସବୁ ଜଣା ଅଛି, ମୁଁ ଆଉ କହୁନି। ସବୁ ତ ଜଣା ଅଛି ଆଉ କହିବି ଆଉ କଣ? ଖାଲି କୁହ ମତେ ଏବେ ଏଇ ହାଇଟ୍ ଟା କେତେ? ପାରାପେଟର ଏଇ ହାଇଟ୍ ଟା ଜଣାପଡୁନି ନା ଜଣାପଡୁନି? ଦେଖ ମୁଁ ନହେଲେ ମାର୍କିଂ କରିଦଉଛି ଅଲଗା କଲର ପେନରେ। ଏଇ ହାଇଟ୍ ଟା ଜଣା ପଡୁଛି? କେତେ ସେ ହାଇଟ୍? ବଡ ପାଟିରେ କହ। 200 200 ନୁହଁ 220। ଟୁ ଟ୍ୱେଣ୍ଟି। କାହିଁକି କହିଲୁ 100 into 220 ଦେଇନଥିଲା କର୍ଭ ଟା ଯୋଉଟାକ 100 into 220 ର ଏଇଟା 220 ତା ୱିଡଥ୍ ଟା ହଉଛି 100। ବୁଝିପାରୁଛ? ମାନେ ଏଇଟା ହଉଛି 100 ଦେଖ। ଏଇଟା କେତେ କହିଲା 100। ତାପରେ ଏଇ ହାଇଟ୍ ଟା କେତେ ଦେଖାଉଛି ନା ଦେଖାଉନି? ମୁଁ ଯୋଉ ଜାଗାରେ ଏବେ ପେନ୍ ବୁଲଉଛି ଆଜ୍ଞା ୱିଡଥ୍ ହଉଛି 100 ହାଇଟ୍ ଟା କେତେ 220 ବୁଝିହେଲା? ସେତିକି 100 ୱିଡଥ୍ ହେଲା 100 ହାଇଟ୍ ହେଲା 220 ରହିଲା। ଏତିକି ଆଉ। ତ ଦେନ୍ ଆଉ କଣ ଦେଇଛି କୋଉଠି କୁପନ୍ ଦେଖ। ଆଚ୍ଛା ଇଏ ପୁରା ହାଇଟ୍ ଟା କେତେ ଦିଆ ହେଇଛି? ଦେଇଛି କୋଉଠି କୋଉ ପର୍ଯ୍ୟନ୍ତ? ସେ ପୁରା ହାଇଟ୍ ନା କୋଉ ପର୍ଯ୍ୟନ୍ତ? ହ୍ୟାଲୋ। ଏଟା ପୁରା ହାଇଟ୍ ନା କୋଉ ପର୍ଯ୍ୟନ୍ତ ଦେଇଛି? ଶୁଭୁଛି ନା ଶୁଭୁନି? ଯୋଉ 600 ଦିଆ ହେଇଛି 600 mm ଏବଭ୍ ୱିୟରିଂ କୋଡ୍ ଦେଇନି? ୱିୟରିଂ କୋଡ୍ ଏବଭ୍ ମାନେ ଏଇ ପୁରା ହାଇଟ୍ ଟା କେତେ? 600 ତା ଦେହରୁ ଇଏ ପଳେଇଲା 220 ବାକି ରହିଲା ଯାହା ମାନେ କର୍ଭ ପଳେଇଲା ଏଇ ଛୋଟିଆ ହାଇଟ୍ ଟା ପଳେଇଲା 220 ବାକି ଯୋଉ 380 ରହିଲା ସେ ଉପରକୁ ଆଉ। ବୁଝୁଛି ନା ବୁଝି ହଉନି?
ହଉ ଦେନ୍ ଏଠି ଖାଲି ଗୋଟାଏ ଜିନିଷ ମୁଁ ତମକୁ କହିନି, ଏଥର ନୂଆ ଅଛି, ପୂର୍ବ ଡ୍ରଇଂରେ ହେଇନା, ଆଉ ସବୁ ତମକୁ ପ୍ରାୟ ଜଣା ଅଛି। ମତେ ଲାଗୁଛି ମତେ ଆଉ କହିବାକୁ ପଡିବନି, ଟ୍ରାଏ କରିବ, ଯଦି କିଛି ନହେଲା ଫାଷ୍ଟ ଆଜୁମ କରିଦବ, ନହେଲେ ଏ ଡ୍ରଇଂ ଦେଖିବ। ସାର୍ ଯୋଉ ସି ପଏଣ୍ଟ ସାର୍ ଯୋଉ thickness ଦେଇଥିଲା ସାର୍ 300 mm ସେଇଟା କୋଉଟା ସାର୍? କୋଉ 300 mm? ସାର୍ ଯୋଉ ୱିଡଥ ହବ କଂକ୍ରିଟ ବେଡ ଫର ଆବୁଟମେଣ୍ଟ ଯୋଉ 700 mm, ତାପରେ thickness ଯୋଉ ଦେଇଥିଲା 300 mm। କହୁଛି। width of a concrete bed for abutment କେତେ, ତାର width ଦେଇଥିଲା 700, height 300 ନାଇଁ। concrete bed କହିଲେ ଏଇଟା। କେତେ ଦିଆ ହେଇଛି 700 ହଉଛି ଆଉ width 300। ତା ହାଇଟ୍ ଦିଆ ହେଇଛି 300, ସେତିକି। ଆମର ସେଠି ସେୟା ହିଁ ଅଛି ଆମର କ୍ୱେଶ୍ଚିନରେ, ନାଇଁ କି ସେୟା? ହ୍ୟାଲୋ। ଆଜ୍ଞା ସାର୍। ହଉ ମୁଁ ଏଇଠୁ ଯୋଉ ଗୋଟେ ପଏଣ୍ଟ ଅଛି, କେତେ ନମ୍ବର ପଏଣ୍ଟ ନା ଡି ପଏଣ୍ଟଟା, ଡି ପଏଣ୍ଟ ବିଷୟରେ ମୁଁ ତମକୁ ବୁଝଉଛି ଦେଖ। ଟିକେ ଡ୍ରଇଂରେ ଚେଞ୍ଜ ଅଛି, କଣ ଚେଞ୍ଜ ଅଛି ନା ଏଠି ଗୋଟେ ସ୍ଲାବ ପଡିଛି ଦେଖାଉଛି ତଳେ। ହ୍ୟାଲୋ, ସ୍ଲାବ ତଳେ ପଡିଛି, ଜଣା ପଡୁଛି ନା ଜଣା ପଡୁନି? ମାର୍ବଲ କଲର ର ଦେଖାଉଛି ନା ଦେଖାଉନି? ଆଜ୍ଞା ସାର୍। ତ ଆମର ଏଠି ସେଇଭଳିଆ ସ୍ଲାବ ପଡିଛି। ଏଠି ଗୋଟାଏ ସ୍ଲାବ ପଡିଛି, ଆମର ଦିଟା ସ୍ଲାବ ପଡିଛି। ଦିଟା ସ୍ଲାବ କୋଉ ଭଳିଆ ପଡିଛି ମୁଁ କହିଦଉଛି, ଏଟାକୁ କୁହନ୍ତି ବେଡ ସ୍ଲାବ। କଣ କୁହନ୍ତି ତାକୁ? ବେଡ ସ୍ଲାବ। ତଳେ ପଡିଛି ବୋଲି ବେଡ ସ୍ଲାବ କୁହନ୍ତି। ଜାଣିପାରୁଛ କୋଉଗୁଡାକ ଯୋଉଗୁଡାକ? ଜଣା ପଡୁଛି ନା ନାଇଁ? ବେଡ ସ୍ଲାବ। ଆଉ ଗୋଟେ ଡ୍ରଇଂ ତମକୁ ଦେଖଉଛି। ଏଠି ବେଡ ସ୍ଲାବ ପଡିନି। ଏଇଠି ଦେଖ ଯୋଉଟେ ୟେଲୋ କଲର ଗୋଟେ ପଡି ଜଣା ପଡୁଥିଲା, ଜଣା ପଡୁନି? ହ୍ୟାଲୋ, ୟେଲୋ କଲର ଟା ଜଣା ପଡୁଛି ରେ? ଆଜ୍ଞା ସାର୍। ସେଟା ହଉଛି ବେଡ ସ୍ଲାବ। କିନ୍ତୁ ଆମର ଏଠି ବେଡ ସ୍ଲାବ ତ ପଡିଛି, ସେ ବେଡ ସ୍ଲାବ ର କଣ ଆମର ଦେଇଛି ଥିକନେସ, ଆଉ ଥରେ ଦେଖେଇ ଦଉଛି। ଥିକନେସ କେତେ ଦିଆହେଇଛି? 120 mm, ନାଇଁ କି? 120 mm ଥିକନେସ ଅଛି। ଓଭର BFS ଲେଖା ହେଇନି ଗୋଟେ? BFS ମାନେ କଣ? BFS ମାନେ ତମେ ଚାହିଁଲେ ବୟଫ୍ରେଣ୍ଡସ୍ କହିପାରିବ ନାହିଁ। ମେ ବି ଜଣେ ଜଣେ ଭାବୁଥିବ ବୟଫ୍ରେଣ୍ଡ ର ପ୍ଲୁରାଲ ଯୋଉଗୁଡାକ। ସୁରଞ୍ଜନା, ସୁରଞ୍ଜନା। Yes, sir. ବୟଫ୍ରେଣ୍ଡ ର ପ୍ଲୁରାଲ କଣ ହବ? BFS ହବ ନା? Sir? ବୟଫ୍ରେଣ୍ଡ ର ପ୍ଲୁରାଲ ଟା କଣ হবে? ବହୁବଚନ। ତୋର ମନେକର 4ଟା ଖଣ୍ଡେ ବୟଫ୍ରେଣ୍ଡ ଅଛନ୍ତି। ତୁ ମୁଁ କହିବୁ କଣ? ଜାଣିନି। BFS ମତେ ୱିଶ କରିଛନ୍ତି, ଏମିତି କହିବୁ ନା ନାଇଁ? କଣ ଜାଣିନି? କହୁଛୁ ଗୋଟେ ଆନ୍ସର ଦଉନୁ। ମନେକର ତୋ ବାର୍ଥଡେ ଅଛି, ସୁରଞ୍ଜନା ତୋର 4ଟା କହିଦେଲୁନି। ଖଣ୍ଡେ ବୟଫ୍ରେଣ୍ଡ। କଣ ହେଲା? ହଉ ଛାଡ। ଦେଖ BFS ର ଫୁଲ ଫର୍ମ କଣ? କିଏ କହିପାରିବ BFS ଫୁଲ ଫର୍ମ କଣ? ଏଇଠି BFS ର ଫୁଲ ଫର୍ମ କଣ? ଗୋଟେ କଣ ଟୁଁ ଟାଁ କି ଲେଖିଲାଣି। ହଉ ଦେଖ, BFS ର ଫୁଲ ଫର୍ମ ହଉଛି ବ୍ରିକ୍ ଫ୍ଲୋର ସ୍ଲାବ। B ଫର ବ୍ରିକ୍, F ଫର ଫ୍ଲୋର, S ଫର ସ୍ଲାବ। ବ୍ରିକ୍ ଫ୍ଲୋର ସ୍ଲାବ। ଜଣା ପଡୁଛି? ମାନେ ସେ କହିଲା ଯେ 4 ନମ୍ବର ପଏଣ୍ଟ ଟା ଦେଖ, ବେଡ ସ୍ଲାବ 120 mm, ବେଡ ସ୍ଲାବ CC। CC ମାନେ କଣ କହିଲ? ସିମେଣ୍ଟ କଂକ୍ରିଟ।
120 mm over BFS ମାନେ ବେଡ୍ ସ୍ଲାବ୍ ଯୋଉଟାକୁ ସିମେଣ୍ଟ କଂକ୍ରିଟ ଅଛି 120 mm ରେ BFS ଉପରକୁ BFS ମାନେ ବ୍ରିକ୍ ଫ୍ଲୋର ସ୍ଲାବ୍ ଉପରକୁ ତା ମାନେ ମୁଁ ତମକୁ ଦେଖେଇ ଦଉଛି ଏଠି ଦେଖ ଏଇ ଗୋଟେ ଜିନିଷ ତମେ ଲକ୍ଷ୍ୟ କର ଏଠି ମଝିରେ ଗୋଟେ ସ୍ଲାବ୍ ପଡିଛି ଦେଖାଉଛି ଏ ବେଡ୍ ସ୍ଲାବ୍ ମଝିରେ ଯୋଉ ରେଡ୍ କଲର ସ୍ଲାବ୍ ଟା ହ୍ୟାଲୋ ଜଣା ପଡୁଛି ରେ ଆଜ୍ଞା ସାର୍। ଆଜ୍ଞା ସାର୍। ରେଡ୍ କଲର ସ୍ଲାବ୍ ତଳେ ଗୋଟେ ଭାୟୋଲେଟ୍ କଲର ଅଛି ଆକ୍ଚୁଆଲି ତାର ଡିଫରେନ୍ସ ମୁଁ ତମକୁ ବୁଝଉଛି ରେଡ୍ କଲର ଆଉ ଇଏ କଣ ଏଇଠି ଦେଖ ଏଠି ଦେଖ ଖାଲି ଅଛି ଜଣା ପଡୁଛି ପୁରା ଖାଲି ଅଛି ଭିତରଟା ହୁଁ। ଭିତରଟା ପୁରା ଖାଲି ଅଛି ଜଣା ପଡୁନି ଭିତରଟା ପୁରା ଖାଲି ଅଛି ପରେ ଆମେ ଏ ଡ୍ରଇଂଟା କରିବା ଯେ ଭିତର ଖାଲି ଅଛି ନାଇଁ ଖାଲି ଅଛି ଏବେ ଗୋଟେ ପଡିଲା ଗୋଟେ ତା ଉପରେ କଣ ପଡିଲା ନା ଏଠି ଏଠି କଣ ପଡିଲା ଜାଣିଛ ଏଟା ଆକ୍ଚୁଆଲି ବ୍ରିକ୍ ପଡିଲା ଜଣା ପଡୁନି ବ୍ରିକ୍ ପଡିଲା ଏଠି ସ୍ଲାବ୍ ପଡିଲା ବୁଝୁଛ ନା ବୁଝୁନି ଆଉ ଥରେ ଦେଖିଦଉଛି ଦେଖ ଏଠି ଫାଙ୍କା ଅଛି ବ୍ରିକ୍ ପଡିଲା ଏଠି ସ୍ଲାବ୍ ପଡିଲା ଜଣା ପଡୁନି ହ୍ୟାଲୋ ଆଜ୍ଞା ସାର୍ ଜାଣିହେଲା। ତ ଆମର ଏଠି ସେଇଭଳିଆ ଅଛି ବ୍ରିକ୍ ପଡିଛି ତା ଉପରେ ସ୍ଲାବ୍ ପଡିଲା ପୁରା କଭର ହେଇଗଲା ଆମର ଏଠି ସେଇଭଳିଆ ଅଛି ସ୍ଲାବ୍ ର ଥିକନେସ୍ କେତେ ଅଛି ନା କଂକ୍ରିଟ ସ୍ଲାବ୍ ଯୋଉଗୁଡାକ 120 mm ତା ତଳକୁ ବ୍ରିକ୍ ଅଛି ଦେଖ ମାନେ ଫାଷ୍ଟ ମାଟି ଉପରେ ବ୍ରିକ୍ ପକେଇଦେବେ ବ୍ରିକ୍ ପରେ ତାପରେ ସ୍ଲାବ୍ ପକେଇଦେବେ ବେଡ୍ ସ୍ଲାବ୍ ଯୋଉଗୁଡାକ ତାହେଲେ ଏମିତି ହେଲେ ଚେଞ୍ଜ କଣ ହବ ନା ଦେଖ ଭ୍ୟୁରେ କିଛି ଚେଞ୍ଜ ରହୁଛି ଏଇ ଡ୍ରଇଂଟା ଦେଖ ଏଇଠି ଦେଖା ହଉଛି ତମକୁ ହ୍ୟାଲୋ ଏଇଠି ତମକୁ ଦେଖା ହଉଛି ହ୍ୟାଲୋ ଏଇଠି ଦେଖ ମାନେ ତଳେ ସ୍ଲାବ୍ ପଡିଛି କଂକ୍ରିଟ ରେ ତା ଉପରେ ଡଟ ଡଟ କି ଦିଟା ଇଟା ଭଳିଆ ଦିଟା ଲାଗି ଦେଖାଉଛି 20 ଲେଖା ଆଜ୍ଞା ହେଇଛି ସାର୍। ଇଟା ହଁ ନା ନାଇଁ ମାନେ ଏଇଠି ତଳେ ପଡିଛି ସ୍ଲାବ୍ ପଡିଛି ଆଜ୍ଞା ତା ସାର୍। ଉପରେ ଇଟା ଥୁଆ ହେଇଛି ସ୍ଲାବ୍ ନଷ୍ଟ ନହବା ପାଇଁ ଇଟା ଥୁଆ ହେଇଛି ତଳେ ସ୍ଲାବ୍ ତା ଉପରେ କିଏ ଇଟା ନାଇଁ ଏଇ ଯୋଉ ଦିଟା ଲେୟାର ନାଇଁ 20 ସେଟା ହଉଛି ଇଟା ଦିଟା ଇଟା ଲେୟାର ଥୁଆ ହେଇଛି ଜଣା ପଡୁନି କିନ୍ତୁ ଆମ କୋଶ୍ଚିନ୍ ଓଲଟାଟା ତଳେ ଇଟା ଅଛି ତା ଉପରେ ସ୍ଲାବ୍ ଅଛି ବୁଝିପାରୁଛ ତଳେ କିଏ ରହିବ ଇଟା ରହିବ ତା ଉପରେ ସ୍ଲାବ୍ ଠିକ ଅଛି ଓଭର BFS ନା ମାନେ ଓଭର ବ୍ରିକ୍ ଫ୍ଲୋର ସ୍ଲାବ୍ ହଉ ତାହେଲେ କଣ ଚେଞ୍ଜ ହବ ନା ଏଇଭଳିଆ ଚେଞ୍ଜ ହବ ମୁଁ ତମକୁ ଚେଞ୍ଜ ଟା ଦେଖିଦଉଛି ଆଚ୍ଛା ଏଇ ଯୋଉ ସ୍ଲାବ୍ ର ଥିକନେସ୍ କେତେ ଅଛି କେତେ ଅଛି 120 mm ନାଇଁ ମୁଁ ଡ୍ରଇଂ ରେ ଦେଖେଇ ଦଉଛି ନହେଲେ ପୁରା ସେମ୍ ଡ୍ରଇଂ ଚେଞ୍ଜ ଯେତିକି ହବ ମୁଁ ଖାଲି ସେତିକି କରୁଛି 120 mm ମାନେ କେତେ କହିଲ 2.4 mm ମାନେ ପାଖାପାଖି 3 mm ଏଠି 3 mm ର ଦେଖ ମୁଁ ସ୍ଲାବ୍ ପକେଇଦେଲି ଜଣା ପଡୁଛି ରେ ଏ ଯୋଉ ସ୍ଲାବ୍ ଯୋଉ ପକେଇଲି ଆରେ ଜଣା ପଡୁନି ଦେଖ ଆଉ ଥରେ ଦେଖେଇ ଦଉଛି କଣ କଲି ନା ପ୍ରଥମେ ଏ ତଳକୁ 3 mm ନେଇକିରି ପୁରା ଗ୍ରାଉଣ୍ଡ ଲେବୁଲ ସହିତ ମ୍ୟାଚ୍ କରିକିରି 120 ଥିଲା ନା ଟାଣି ଦେଲି ତାପରେ ଆକୁ ଏବେ ଲାଇନ୍ ଦେଇଦବା ନୁହଁ ଏମିତି କଂକ୍ରିଟ ସିମ୍ବଲ ଦେଇଦବା
ଦେଖାଉଛି ନା ଦେଖାଉନି? ତ ଏଟା କଂକ୍ରିଟ ପଡିଗଲା, ତା ତଳେ ବ୍ରିକ୍ ଏବେ ଲଗେଇବି ଦେଖ। ଗୋଟାଏ ଲେୟାର ବ୍ରିକ୍ ଦେବି ତା ଉପରେ, ଆକ୍ଚୁଆଲି ଉପରେ ଦେବା କଥା ବ୍ରିକ୍, ଦେଇ ଦେଇଛି ବୋଲି ତଳେ ଗୋଟେ ବ୍ରିକ୍ ଲେୟାର ଦେବି। ଆଉ ଗୋଟାଏ ଲେୟାର ବ୍ରିକ୍ ର ୱିଡ୍ଥ କେତେ ଜାଣିଛ, ମାନେ ହାଇଟ୍ କେତେ ଜାଣିଛ? 10 ସେଣ୍ଟିମିଟର, ମାନେ 0.2। ସବୁବେଳେ ମନେ ରଖିଥିବ ଗୋଟାଏ ଲେୟାର ବ୍ରିକ୍ ର ହାଇଟ୍ ହେଉଛି 10 ସେଣ୍ଟିମିଟର, ଯୋଉଟା 0.2। ଏବେ ଜଣା ପଡୁଛି ଫିଗର, ଏତିକି ଚେଞ୍ଜ ହବ, ଏତିକି ତମେ କରିବ। ଉପରର ହାଇଟ୍ ହେଉଛି 0.3, ଯୋଉଟା କଂକ୍ରିଟ ପଡିଛି ସ୍ଲାବ, ବେଡ୍ ସ୍ଲାବ ଯୋଉଟାକୁ, ତଳର ହେଉଛି 0.2, ଯୋଉଟା 10 ସେଣ୍ଟିମିଟର। ଜଣା ପଡିଲା, ଜଣା ପଡୁନି ରେ? ହ୍ୟାଲୋ, ବୁଝି ହଉଛି ନା ବୁଝି ହଉନି? ଆଜ୍ଞା ସାର୍। ତଳଟା 0.2, ଉପରଟା 1। ହୁଁ ହୁଁ ହୁଁ। ଏଇଟା ମାନେ ଏଇଟା କଣ ପାଇଁ ଦିଆ ହେଇଥାଏ? କଣ ହେଲା କହିଲୁ? ଏଇଟା କଣ ପାଇଁ ଦିଆ ହେଇଥାଏ? ଏଇଟା ଇଟା ଆକ୍ଚୁଆଲି ଉପରେ ଦେବା କଥା, ସେ ତଳେ ଦେଇଛି। ଦେଲେ କଣ ଭଲ ଏଇଟା ଆଉ, କଂକ୍ରିଟ ଉପରେ ବେଶୀ ପ୍ରେସର ପଡିବନି। ଆରେ ବୁଝି ହଉଛି ନା ବୁଝି ହଉନି? ଏତିକି ହଉଛି ଚେଞ୍ଜ। ଏତିକି ହେଲା ଚେଞ୍ଜ ତାର, କରିପାରିବ। ଆଉ କୋଉଠି ତାର ଚେଞ୍ଜ ନାହିଁ, ସେତିକି ଚେଞ୍ଜ। ଆଉ ଏଠି ଟିକେ ବି ଚେଞ୍ଜ ଆସିପାରେ, କୋଉଠି କହିଲ? ଏଇ ଡ୍ରଇଂ ରେ ଟିକେ ଚେଞ୍ଜ ଆସିପାରେ, କୋଉଠି ଚେଞ୍ଜ ଆସିବ ନା, ୟାରି ଭିତରେ ଚେଞ୍ଜ ଆସିବ ଟିକେ। ମୁଁ ତମକୁ ଆର ଡ୍ରଇଂ ରେ ବୁଝେଇ ଦେଇ ବେଟର ବୁଝିପାରିବ। ଏତିକି ଜାଣିପାରିଲ ନା ଜାଣିପାରିଲନି? ଏଇ ଜିନିଷଟା ବୁଝିହେଲା? ଆର ଡ୍ରଇଂ ଦେଖେଇ ଦଉଛି। ଦେଖିକିରି କହିଲ ଏଟାରେ ଚେଞ୍ଜ କଣ ହେଇଛି, ପୂର୍ବ ଡ୍ରଇଂ ଅପେକ୍ଷା ଚେଞ୍ଜ କଣ ହେଇଛି, ଟିକେ ଦେଖିଦେଲ। ହ୍ୟାଲୋ, ଆରେ ଦେଖାଉଛି ନା ଦେଖାଉନି? ଏଇ ଡ୍ରଇଂ ପରେ ଆଉ ଗୋଟେ ସ୍ଲାବ ହ୍ୟୁ ପାଇପ୍ କଲଭର୍ଟ କରିଦେଲେ କଲଭର୍ଟ ଟା ସରିଯିବ। ଏଇ ଡ୍ରଇଂ ରେ ଦେଖ ତମେ, ଯଦି ମନେ ରଖ ଏଇ ଟପ୍ ଭ୍ୟୁ ଟା ବୁଝି ଯାଉଛ, ସବୁ ଇଜିଲି ବୁଝିଯିବ। ଆରେ ଟିକେ ଖାଲି ଚେଞ୍ଜ କଣ ହେଇଛି ନା ଏଇ ଡ୍ରଇଂ ରେ? ଆରେ ସ୍କ୍ରିନ ଦେଖାଉଛି ନା ଦେଖାଉନି? ଆଜ୍ଞା ସାର୍ ଦେଖାଯାଉଛି। ଏଠି ଚେଞ୍ଜ କଣ ହେଇଛି ଜାଣିଛ? ଏଠି ଫୁଟିଂ ହେଇକିରି ସବୁ ଅଛି, ଆବୁଟମେଣ୍ଟ ୱିଙ୍ଗ ୱାଲ୍ ସବୁ ଫୁଟିଂ ହେଇକିରି ଅଛି। ଏଇ ଜିନିଷଟା କିଏ କହିଲ ଆବୁଟମେଣ୍ଟ ନା? ଏଟା ଫୁଟିଂ ହେଇକିରି ଅଛି। ସବା ତଳ କଂକ୍ରିଟ ଅଛି 150 ହାଇଟ୍ 50, ତା ଉପରେ 110 60 140 90 60 ଏମିତି ସବୁ ଫୁଟିଂ ହେଇ ଅଛି ଆଉ ଯାଇଛି ଆଉ।
ଜାଣିପାରୁଛ ଆବୁଟମେଣ୍ଟ ଯେମିତି ଫୁଟିଂ ହେଇକି ଅଛି ୱିଙ୍ଗ ୱାଲ୍ ବି ସେଇଭଳିଆ ଫୁଟିଂ ହେଇକି ଅଛି ଖାଲି ଟିକେ ଫୁଟିଂ ହେଇକି ଅଛି ଆର ସବୁ ଯଦି ଆଇଡିଆ ଆସୁନି ବୁଝେଇଦେବି କାଲି ଟିକେ ଡ୍ରଇଂଟା ଆଗ ଦେଖ ପଠେଇବି ଦେବି ଦଉଛି ଏବେ ସାଙ୍ଗେ ସାଙ୍ଗେ ଏଇଟା ବୋଧେ ବି ସେକ୍ସନରେ କରାହେଇଛି ନା ଆଉ କୋଉ ସେକ୍ସନରେ କରାହେଇଛି କି सर आमर तो है नहीं कहीं। ए सेक्शन ହେଇଛି के ଡ୍ରଇଂଟା ପଡେନି फिर भी କରିଦବା ଆରେ ଏ ସେକ୍ସନ ହେଇଛି ନା ହେଇନି ସାର୍ ହେଇଛି। ବୁଝିଛ ନା ବୁଝିନ ଏଇଟା ତ ଟିକେ ଟିକେ ବୁଝୁ। ଠିକ ଅଛି ମୁଁ ପଠେଇ ଦଉଛି ଡ୍ରଇଂଟା ଆଗ ଭଲସେ ଦେଖ जो ଡ୍ରଇଂ ଗଲା ଦେଖିଲ ସେଟାକୁ ବୁଝିହଉଛି ନା ବୁଝିହଉନି ଖାଲି ଟିକେ ବୁଝେଇ ଦଉଛି ନେକ୍ସଟ କ୍ଲାସ ଉପରେ आगे सर जानी हो जी टिके ବୁଝିପାରୁଛ ହ୍ୟାଲୋ ଓ ଏଇଟା ମୁଁ ଟିକେ ଖାଲି ବୁଝେଇ ଦଉଛି ଏବେ 5 ମିନିଟ କି 10 ମିନିଟ ଲାଗିବ ବୁଝେଇ ଦଉଛି ତାପରେ ତମେ ଚେଷ୍ଟା କରିବ ଯଦି ହେଲା ଘରେ ଭଲ କଥା ନହେଲେ କରିବା ଆଉ କମ୍ପଲସରି ଏବେ ଯୋଉଟା ମୁଁ ବୁଝଉଥିଲି ସେଟା କରିକିରି ମାନେ ଯୋଉ କ୍ୱେଶ୍ଚିନ୍ ଯୋଉ ଦିଟା କରିବ ଟ୍ରାଏ କରିବ ହେଲା ସ୍କ୍ରିନ୍ ଦେଖାଉଛି ରେ ଦେଖ ଫାର୍ଷ୍ଟ ତାର ଏମିତି ଦିଟା କାବୁଟ ପଡିଲା ଆରେ ସ୍କ୍ରିନ୍ ଦେଖାଉଛି ଦେଖାଉନି ଯୋଉଟା ଆଜ୍ଞା ସାର୍ ଦେଖା ଫାର୍ଷ୍ଟ ଦିଟା ଆବୁଟମେଣ୍ଟ ୱିଙ୍ଗ କଂକ୍ରିଟ ପଡିଛି ତାପରେ ସେଇଟା କାହାର ପଡିଲା ଜାଣିଛ ଏଇ ଯୋଉଟା ୱାଲ ଅଛି ତାକୁ କୁହନ୍ତି କଟେନ ୱାଲ ଖାଲି ମନେ ରଖ ଭିତରେ ଯୋଉଟା ଏକ୍ସଟ୍ରା ଯୋଉଟା ପଡିଲା ଡିଫରେନ୍ସ ଜାଣିପାରୁଛ ଆଉ କୁହନ୍ତି କଟେନ ୱାଲ କଟନ ୱାଲ କଂକ୍ରିଟ ପଡିଲା ତାପରେ ଆର ସେକେଣ୍ଡ ଲେୟାର ପଡିଲା କଟନ ୱାଲ ସେକେଣ୍ଡ ଲେୟାର ପଡିଲା ଆର ଥାର୍ଡ ଲେୟାର ପଡିଲା କଟନ ୱାଲ ଥାର୍ଡ ଲେୟାର ପଡିଲା ଆର ଫୋର୍ଥ ଲେୟାର ପଡିଲା କଟନ ୱାଲ ବ୍ରିକ୍ ପଡିଛି ଏଠି କଣ ପଡୁଛି କହିଲ କଟନ ୱାଲ ବ୍ରିକ୍ ପଡିଲା କଟନ ୱାଲ ଭିତରେ ବ୍ରିକ୍ ଫ୍ଲୋର ଟା ପଡିଲା ଜଣା ପଡୁଛି ବ୍ରିକ୍ ଫ୍ଲୋର ପଡିଲା ତାପରେ କଂକ୍ରିଟ ପଡିଲା କଟନ ୱାଲ ଯୋଉ କଂକ୍ରିଟ ସ୍ଲାବ ତାପରେ ଆର ଫୋର୍ଥ ଲେୟାର ଫିଫ୍ଥ ଲେୟାର ଏମିତି ଏମିତି ପଡି ପଡି ଲେୟାର ପଡି ଗଲା ଏଠି ଯୋଉ ସଭା ଉପର ଲେୟାର ଟିକେ ଛଡା ହେଇଛି ସ୍ଲାବ ଥୁଆ ହବ ବୋଲି ସ୍ଲାବ ଥୁଆ ହେଲା ସ୍ଲାବ ଉପରେ ପିଚୁ ପଡିଲା ଜଣାପଡୁଛି ଆଜ୍ଞା ସାର୍ ଆଜ୍ଞା ସାର୍ ଭଏସ ଟିକେ କ୍ଲିୟର ହଉନି ଆପଣଙ୍କର କୁହନ୍ତୁ କ୍ଲିୟର ହଉନି ସାର୍ ମୁଁ ଆପଣଙ୍କୁ କଲ୍ ବ୍ୟାକ୍ କରୁଛି ଆଜ୍ଞା ସାର୍ କୁହନ୍ତୁ ହଁ ସାର୍ କୁହନ୍ତୁ
ହଁ ଅଛି। ଅଛି। ହଁ ହଁ ପଠେଇ ଦଉଛି ଆଉ। ଆରେ ଆଇଡି ଆସିଛି ନା ଆସୁନି ଟିକେ ଦେଖ, ତାପରେ ଏଟାର ଲେନ୍ଥ ଗୁଡା ଟିକେ ଆଜ୍ଞା ଚେଞ୍ଜ ସାର୍ ହେଇକି ବୁଝେଇ ଦଉଛି। ଗୋଟେ ସେକେଣ୍ଡ ଖାଲି। 100% ଡାଟା ସରିଗଲା। ଆଉ କଣ ନା 17 ସାର୍ ସରିଗଲା। ତୋର କଣ 500 MB ରିଚାର୍ଜ କରୁଛୁ ନା? ସାର୍ 2 GB ରୁ ସରିଗଲା ସବୁ। ଆଉ ତୁ ବୋଧେ 500 MB ରିଚାର୍ଜ କରୁଥିଲୁ। ରାତି ସାରା ଭିଡିଓ କଲ୍ ଅଛି। ହଁ କଥା ହଉଛି ସେଇଆ, ଆଉ କିଛି ନୁହଁ। କୋଉଟା କଣ ଟୁଁ ଟାଁ କଲାଣି ଏଠି। ହଉ ଦେଖ। ଏଇ ତୃପ୍ତି ଥାଉ, ସାଇଲେଣ୍ଟ ଥାଉ। ତୃପ୍ତି ପିସା ଦି ଜଣ ଯାକ ସାଇଲେଣ୍ଟ ରୁହ। ଦେଖାଯାଉଛି ରେ ଡ୍ରଇଂ? ହ୍ୟାଲୋ। ଦେଖାଯାଉଛି ନା ଆଜ୍ଞା ଦେଖାଉନି? ଆଚ୍ଛା ସାର୍। ଏଇଠି ରୋଡ ଆଜ୍ଞା ସାର୍। ଉଇଡ୍ଥ ଦେଇଛି କହିଲ? ରୋଡ ଉଇଡ୍ଥ କେତେ ଦିଆ ହେଇଛି? କେତେ ଦିଆ ହେଇଛି ରୋଡ ଉଇଡ୍ଥ? ଯୋଉ 1130। ନାଇଁ ରୋଡ ଉଇଡ୍ଥ 1000 ଦେଇଛି, ଭଲସେ ଦେଖେ। ରୋଡ ୱେ ଜଣା ପଡିବ କୋଉ ଡାଇଗ୍ରାମ ଆଗ ସେଇଟା ଦେଖେ। ଓ ଖାଲି ରାଇଟ ସାଇଡ ରୋଡ ତ ଡାଇଗ୍ରାମ ମୁଁ ଜଣା ପଡିବ। ମିଶେଇକି କହିଥିଲି ଆପଣ। ହ୍ୟାଲୋ। ସେ 1000 ଦେଇଛି। 1000 ଦେଇଛି, ଜଣା ପଡୁନି 1000। ଆଚ୍ଛା ଏଇଠି ଦେଖ, ଏଇ ଯୋଉ ଫାଉଣ୍ଡେସନ, ଏଇଟା କାହାର ଫାଉଣ୍ଡେସନ ଜାଣିଛ? ଏଟା ଯୋଉ କଟା ହେଇଥିବ କେମିତି କଟା ହେଇଛି କହିଲ? ଏମିତି କି କଟା ହେଇଛି। ମୋର ଦେଖ ଏଇ ଯୋଉ କଟା ହେଇଛି EFGH। EFGH ଜଣାପଡୁନି? ହ୍ୟାଲୋ। ଆଜ୍ଞା ସାର୍। ହେଲେ GH ରେ କିଏ କଟିଛି କହିଲ? କିଏ କଟିଛି GH ରେ? ୱିଙ୍ଗ। ତ GH ରେ କଟିଛି ୱିଙ୍ଗ 1। EF ରେ କିଏ କଟିଛି କହିଲ? EF ରେ ୱିଙ୍ଗ 1 କଟିଛି କି? EF ରେ ୱିଙ୍ଗ 1 କଟିଛି ନା କଟିନି କହିଲ? ଦେଖ EF ରେ ୱିଙ୍ଗ 1 ନାଇଁ କଟିଛି। ସାର୍। ୱିଙ୍ଗ 1 ଓନଲି କୋଉଠି କଟିଛି କହିଲ? GH ରେ କଟିଛି। EF ରେ ସେ ମଝି ୱାଲ କଟିଛି। କଟନ ୱାଲ। EF ରେ ଜାଣିପାରୁଛ ମଝିରେ କଟନ ୱାଲ କଟିଛି, ଉପରେ ପାରାପେଟ କଟିଛି। ଯାହା ବି ହଉ ତ ରୋଡ ଉଇଡ୍ଥ କେତେ ଅଛି? 1000। ତ ତମ କାମ ହେଲା, ଘରେ ମୁଁ ବୁଝେଇବା ପୂର୍ବରୁ କାମ ହେଲା ଏଇ ପୁରାଟା ଲେନ୍ଥ ବାହାର କର। ସବୁଗୁଡା ଲେନ୍ଥ କାଲକୁଲେସନ କରି କହିବ। ଏଇଟା ଟିକେ ଭଲସେ ଆନାଲାଇଜ କର, ତାପରେ ମୁଁ ବୁଝେଇବି। ଆଉ ଘରେ ଆଜି କାମ ହେଲା, ଯୋଉ ଡ୍ରଇଂ ଟା ଏବେ ବୁଝଉଥିଲି 5000 ଯୋଉ ରୋଡ ୱେଟ ଦେଇଥିଲା, ତାର ସେ ଡ୍ରଇଂ ଟା କମ୍ପ୍ଲିଟ କରିକି ପଠେଇବ ଆଜି। ହେଲା, କାରଣ ସେଇଟା ହିଁ ପଡିଥିଲା ପୂର୍ବଥର, ସେମିତିଆ କୋଶ୍ଚିନ୍ ହିଁ ଆସିବ। ବୁଝୁଛ ନା ବୁଝାଉନି? କରିକିରି ପଠେଇବ। ଓକେ ଜାଣିହେଲା? ସାର୍। ଓକେ ସାର୍। ହଉ, ଏତିକି ଥାଉ, ଯିବା ଚାଲ। ଆଜ୍ଞା ସାର୍।